ଆମେ ନରେନ୍ଦ୍ରଙ୍କର ଗୋଟେ ଲେଖା ପଢ଼ୁଛୁ ଯାହା ଯୋଗ ଅଫ୍ ଶ୍ରୀ ଅରବିନ୍ଦ ପାର୍ଟ 6ର ଏକ ଅଂଶ। ବିଷୟ ହେଲା ଶ୍ରୀ ଅରବିନ୍ଦଙ୍କ ସାଧନା। ଯେଉଁ ଆତ୍ମା ମାନେ ବା ଯେଉଁ ଚୈତ୍ୟ ପୁରୁଷ ସବୁ ପୂର୍ଣ୍ଣତା ହାସଲ କରିଛନ୍ତି, ମ୍ୟାଚ୍ୟୋର୍ଡ ହେଇଯାଇଛନ୍ତି, ପରିପକ୍ୱତା ହାସଲ କରିଛନ୍ତି, ସେମାନେ ଇଚ୍ଛା କଲେ ପୃଥିବୀ ପୃଷ୍ଠରେ ପୁଣି ଜନ୍ମଗ୍ରହଣ କରିପାରିବେ, ନ କରିପାରିବେ ମଧ୍ୟ। କିନ୍ତୁ ଯେଉଁମାନେ ଜନ୍ମଗ୍ରହଣ କରିବେ, ପୃଥିବୀରେ ଯେଉଁ ମାଙ୍କର ବିଶେଷ କାର୍ଯ୍ୟକ୍ରମ ଚାଲିଛି, ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସଂକଳ୍ପବଦ୍ଧ ହେବେ, ସମ୍ମତି ପ୍ରଦାନ କରିବେ। ଏହା ନିଶ୍ଚିତ ଯେ ଏହାଦ୍ୱାରା ସେମାନଙ୍କ ଚେତନା ଆହୁରି ବହୁତ ବର୍ଦ୍ଧିତ ହୋଇଯାଏ। କିନ୍ତୁ ଏହି ପୃଥିବୀକୁ ଫେରିଆସିବାର ଅର୍ଥ ଆହୁରି ଥରେ ସତ ଅବିଦ୍ୟା ଓ ଅଜ୍ଞତା ମଧ୍ୟରେ ପ୍ରବେଶ କରିବା। କାରଣ ଏହି ଜଗତର ଅର୍ଥ ହିଁ ଅଜ୍ଞତାର ସାମ୍ରାଜ୍ୟ। ଏହା ବର୍ତ୍ତମାନ ଯେପରି ଅଛି ତାହା ଅଜ୍ଞତା ବ୍ୟତୀତ ଅନ୍ୟ କିଛି ନୁହେଁ। ଏଠି ଜନ୍ମ ହେବା ମାନେ ଅଜ୍ଞାନର ବନ୍ଧନକୁ ନିଜ ଭିତରେ ଗ୍ରହଣ କରିବା। ଏଠି ସବୁ ହେଇପାରିବ। ଏ ଭଗବାନ ମଣିଷ ଭଳିଆ ବ୍ୟବହାର କରିବେ, ଭଗବାନ ସ୍ୱୟଂ ଜନ୍ମ ନେଲେ ପୁରା ମଣିଷ ଭଳିଆ ବ୍ୟବହାର କରିବେ। ଜାଣି ହେବନି ୟାକୁ ନେଇକରି କେତେ ଯେ କେତେ କଥା ଲେଖା ହେଇଛି। ସେମାନେ ନାଗପାଶରେ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ ବାନ୍ଧି ହେଇକିରି ଠିକ୍ ସାଧାରଣ ଲୋକ ଭଳିଆ ବ୍ୟସ୍ତ ହେଉଛନ୍ତି। ତାକୁ ଦେଖିକିରି ଗରୁଡ଼ ମନରେ ମଧ୍ୟ ସନ୍ଦେହ ଆସିଯାଉଛି, ଅନ୍ୟମାନଙ୍କ ମନରେ ମଧ୍ୟ ସନ୍ଦେହ ଆସୁଛି। ଶ୍ରୀକୃଷ୍ଣ ତ ସମ୍ପୂର୍ଣ୍ଣ ମଣିଷ ଭଳିଆ ବ୍ୟବହାର କରିଛନ୍ତି। ଯେତେ ଋଷି ମହାପୁରୁଷ ଅଛନ୍ତି, ଜନ୍ମ ହେଲା ମାତ୍ରେ ପୃଥିବୀର ପରିବେଶ ଭିତରେ ପ୍ରବେଶ କରି ସାଧାରଣ ମଣିଷ ତୁଲ୍ୟ ବ୍ୟବହାର କରିବାକୁ ପଡ଼ିଛି। ସେଥିପାଇଁ କହିଲେ, ସୁତରାଂ ଯିଏ ପୁନରାୟ ଏଠାକୁ ଫେରି ଆସିଛନ୍ତି, ତାଙ୍କୁ ଆହୁରି ଥରେ ଏହି ଅଜ୍ଞତାକୁ ଆଲିଙ୍ଗନ କରିବାକୁ ପଡ଼ିବ, ଅର୍ଥାତ୍ ତାହାକୁ ଗ୍ରହଣ କରି କାର୍ଯ୍ୟ କରିବାକୁ ପଡ଼ିବ। ତାଙ୍କୁ ଅନବରତ ଚେଷ୍ଟା କରିବାକୁ ହେବ। ନିଜର ଅର୍ଜିତ ଆଲୋକ ଓ ଆନନ୍ଦକୁ ଏ ଅଜ୍ଞତା ମଧ୍ୟରେ ଚାଳନା କରିବା, ଜଗତର ବର୍ତ୍ତମାନ ଦୟନୀୟ ଅବସ୍ଥା ମଧ୍ୟରେ ତାହାଦ୍ୱାରା ଉଚ୍ଚତର ଚେତନାର କିଛି ଜ୍ୟୋତିଷିକା ଜାଗ୍ରତ କରିବା ସକାଶେ। ଏଠି ଜନ୍ମ ହେଲା ମାତ୍ରେ ତାଙ୍କର ଯେଉଁ ନିଜସ୍ୱ ଥାଏ, ସେ ଅବଶ୍ୟ କଭର୍ଡ ଅପ୍ ହେଇଯାଏନି, କଭର୍ଡ ଅପ୍ ହେଇଯାଏ, ଲିଭିଯାଏନି। ତାଙ୍କ କାର୍ଯ୍ୟ ହେଲା ସେ ଯେଉଁ ଆଲୋକକୁ ଧାରଣ କରି ଜନ୍ମ ହେଇଛନ୍ତି, ସେ ଆଲୋକ ଅନ୍ୟମାନଙ୍କ ଭିତରେ ସଞ୍ଚରିବା। ଏ ଯେଉଁ ତ୍ୟାଗ ତାଙ୍କଠାରୁ ଦାବି କରାଯାଏ, ସେଇ କାର୍ଯ୍ୟ ତାଙ୍କ ପକ୍ଷରେ ଗୋଟେ ମହାଯଜ୍ଞର କାର୍ଯ୍ୟ ହେବ। କାରଣ ଉପରସ୍ଥ ଦିବ୍ୟାଲୋକର ଚିରନ୍ତନ ସୁଖ ଓ ଭଗବାନଙ୍କ ନିରନ୍ତର ସାଜୁଜ୍ୟ ତ୍ୟାଗ କରି ତାଙ୍କୁ ପୁନରାୟ ଓହ୍ଲାଇ ଆସିବାକୁ ହେଲା ଏ ବାଧାବିଘ୍ନ ବିପଦ କଣ୍ଟକିତ ଜଗତ ମଧ୍ୟକୁ। କିନ୍ତୁ ଏହି ତ୍ୟାଗର ଯଥେଷ୍ଟ ପୁରସ୍କାର ମଧ୍ୟ ଅଛି। ତାଙ୍କୁ କ'ଣ କରିବାକୁ ପଡ଼ିଲା ନା ଅଜ୍ଞାନକୁ ଗ୍ରହଣ କରିବାକୁ ପଡ଼ିଲା, ଅଜ୍ଞତା ଭିତରେ ଯିବାକୁ ପଡ଼ିଲା, ସାଧାରଣ ଭାବରେ ଅନ୍ଧକାର ଭିତରେ ଯିବାକୁ ପଡ଼ିଲା। ଏଇ ଯେଉଁ ନିଜର ସ୍ୱଚ୍ଛନ୍ଦତା ତ୍ୟାଗ କରିକି ଏହା ଭିତରେ ଏଇ ଜାଗତିକ ନିୟମ ଭିତରେ ବାନ୍ଧି ହେବା, ଏକ ବହୁତ ବଡ଼ ତ୍ୟାଗ। କିନ୍ତୁ ଏଇ ତ୍ୟାଗର ମଧ୍ୟ ପୁରସ୍କାର ମିଳେ। ସାବିତ୍ରୀରେ ଲେଖା ହେଇଛି, କି ଚମତ୍କାର ସାବିତ୍ରୀରେ ବର୍ଣ୍ଣନା ଦିଆହେଇଛି। ସାବିତ୍ରୀଙ୍କୁ ସବୁ ଦେଖେଇ ଦିଆହେଉଛି, କିନ୍ତୁ ସେ ଗ୍ରହଣ କରିନାହାନ୍ତି। ପୃଥିବୀରେ ରହିବାକୁ ଚାହିଁଛନ୍ତି। ପୃଥିବୀର ଲୋକମାନଙ୍କୁ ସେ ଯାହା ପ୍ରାପ୍ତ କରିଛନ୍ତି ତାକୁ ଦେବା ପାଇଁ ଚାହୁଁଛନ୍ତି। ଏହାର ପୁରସ୍କାର ମଧ୍ୟ ଭଗବାନ ଦେଉଛନ୍ତି। ଦୁଃଖ ବିପୀଡ଼ିତ ମନୁଷ୍ୟ ସମାଜ ମଧ୍ୟରେ କିଛି ସାନ୍ତ୍ୱନା ଆଣିଦେବା, ଅନ୍ଧକାରଚ୍ଛନ୍ନ ଆତ୍ମା ମଧ୍ୟରେ କିଛି ରୂପାନ୍ତରର ଆଲୋକ ଆଣିଦେବା, ପୃଥିବୀର ଜଡ଼ ମଧ୍ୟରେ ପ୍ରାଣ ସଞ୍ଚାର କରିବା। ଯେଉଁମାନେ ଜ୍ୟୋତିର ଅଧିକାରୀ ହୋଇପାରିଛନ୍ତି, ସେମାନେ ଏହି ଦେବଦୁର୍ଲଭ ସୁଯୋଗ ଲାଭ କରି ତୃପ୍ତ ହୁଅନ୍ତି। ଭଗବାନଙ୍କ ଏହି କୃପାଦାନ ସେମାନଙ୍କର ମଥାନତ ପୂର୍ବକ ଗ୍ରହଣ କରନ୍ତି। ଭଗବାନଙ୍କ କାର୍ଯ୍ୟରେ ଅଂଶଗ୍ରହଣ କରିବା କମ୍ ବଡ଼ କଥା ନୁହେଁ। ମା ଯେତେବେଳେ ଅବତରଣ କରି ଆସିଛନ୍ତି, ମାଙ୍କ ସାଙ୍ଗରେ ମଧ୍ୟ ଗୋଟେ ଗ୍ରୁପ ଆସିଛନ୍ତି, ଯେଉଁମାନେ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି। ପରେ ମଧ୍ୟ ସେମାନେ ଅଂଶଗ୍ରହଣ କରୁଛନ୍ତି, ସନ୍ଦେହ ନାହିଁ। ଏଇଭଳି ଭାବରେ ଭଗବାନଙ୍କ କାର୍ଯ୍ୟରେ ଅଂଶୀଦାର ହେବା। ଭଗବାନଙ୍କ କାର୍ଯ୍ୟ କ'ଣ? I have been digging deep and long in a horror of filth and mire. A bed for the golden river sung
ଏ ହୋମ୍ ଫର୍ ଦି ଡେଥଲେସ୍ ଫାୟାର। ସେ ଅବତରଣ କରି ଆସିଛନ୍ତି ଏଠି କିଛି ଏକ ବସ୍ତୁ ପରିବର୍ତ୍ତନ କରିବା ପାଇଁ, କିଛି ଏକ ଅସୁବିଧା ଦୂର କରିବା ପାଇଁ। ସେଥିପାଇଁ ଯେତେବେଳେ କୋପ ଆସି ଦେବତାମାନଙ୍କର କୋପ ଆସି ପଡ଼ିଛି, ଗୋବର୍ଦ୍ଧନଗିରିକୁ ସାଙ୍ଗରେ ଟେକିକି ଧରିଛନ୍ତି, ଯାହାଫଳରେ ମଣିଷ ରିଲିଫ୍ ପାଇପାରିବ, କ୍ରୋଧରୁ ଅଲଗା ହେଇପାରିବ। ଏହି ଅଜ୍ଞତାକୁ ଅଞ୍ଜଳିରେ ଗ୍ରହଣ କରି ତାହାକୁ ସେମାନେ ଭଗବାନଙ୍କ ଚରଣାବିନ୍ଦରେ ନିବେଦନ କରିଦିଅନ୍ତି, ଯାହାଫଳରେ ସେ ଅଜ୍ଞତା ଜ୍ଞାନରେ ଅନ୍ଧକାର ଆଲୋକରେ ରୂପାନ୍ତରିତ ହୋଇ ଉଠେ। ନିଜର ମଥାନତ ପୂର୍ବକ ସେମାନେ ଏହି କାର୍ଯ୍ୟକୁ ଯନ୍ତ୍ର ସ୍ୱରୂପ ନେଇ କାର୍ଯ୍ୟ କରିବା ନିମନ୍ତେ ଇଚ୍ଛା କରନ୍ତି। ଯେଉଁମାନେ ଆସିଛନ୍ତି ଉପରୁ, ସେମାନେ ଏକ ପାର୍ଟ ଅଫ୍ ଦି ଇଗ୍ନୋରାନ୍ସକୁ ଧାରଣ କରିଛନ୍ତି ଏବଂ ତାଙ୍କର କାର୍ଯ୍ୟ ହେଉଛି ତାକୁ ଅର୍ପଣ କରିବା ମାଆଙ୍କ ଚରଣରେ। ମୁଁ ଯେଉଁ ଅବସ୍ଥା ଦେଇକି ଆସିଛି, ଯେଉଁ ଆଲୋକ ଦେଇକି ଆସିଛି, ଯେଉଁ ଅନ୍ଧକାର ସମ୍ମୁଖୀନ ହେଇଛି, ମୁଁ ତାକୁ ଧରିବି, ମୋର ଅଂଶ ହେଉଛି ତାକୁ ଅର୍ପଣ କରିବା ମାଆଙ୍କ ପାଖରେ। ସେଥିପାଇଁ ଯେତେବେଳେ ଅଜ୍ଞତାର ସ୍ପନ୍ଦନ ମୋ ଭିତରେ ଆସୁଛି, ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଅଜ୍ଞତାର ଏତେ ସ୍ପନ୍ଦନ କେମିତି ଆସୁଛି। ଆମମାନଙ୍କର ଗୋଟିଏ କାମ ହେଉଛି ଯେ ସେଇ ସ୍ପନ୍ଦନକୁ ମାଆଙ୍କ ଚରଣରେ ଅର୍ପଣ କରିବା। ଦିସ୍ ଇଜ୍ ଦ ୱାର୍କ। ଏଇ କାମ ହିଁ ଆମେମାନେ ଗ୍ରହଣ କରିଛୁ। ଯେ ଆମେ ଯେଉଁମାନେ ପାଠ୍ୟକର କାମ କରୁଛନ୍ତି, ସମ୍ମିଳନୀ କରୁଛନ୍ତି, କେତେ କ'ଣ କରୁଛନ୍ତି, ଏବଂ ସେମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ଅସୁବିଧାକୁ ମାଆଙ୍କ ଚରଣରେ ଅର୍ପଣ କରିବା, ତାହା ହେଉଛି କାର୍ଯ୍ୟ। ଯଦି ପ୍ରଶ୍ନ ଉଠେ କାହିଁ ଏତେ କାମ କରାଯାଉଛି ବୋଲି, ଇଏ ହେଉଛି ତା'ର ଉତ୍ତର। ବିଭିନ୍ନ କାମ କରିବା ଦ୍ୱାରା ଅଜ୍ଞାନର ବିଭିନ୍ନ ସ୍ପନ୍ଦନର ସମ୍ମୁଖୀନ ସେମାନେ ହେବେ ଏବଂ ସେଇ ସ୍ପନ୍ଦନକୁ ସେମାନେ ମାଆଙ୍କ ଚରଣରେ ଅର୍ପଣ କରିବେ, ଯାହାଫଳରେ ଜଡ଼ରୁ ଅବଚେତନାରୁ ନିଶ୍ଚେତନାରୁ ଉଠି ଆସୁଥିବା ସ୍ପନ୍ଦନ ଦୂରୀଭୂତ ହେବ। ତା ଜାଗାରେ ମାଆଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ବିଶ୍ୱାସ ଆସିବ ବା ମାଆଙ୍କ ଠାରୁ ଆସୁଥିବା ସ୍ପନ୍ଦନ ଅନୁଭବତ ହେବ। ଆଉ ଗୋଟେ ସାରାଂଶ ଗୋଟେ ଲେଖିଲି, ଯେତେବେଳେ ଅପୂର୍ଣ୍ଣତା ପୂର୍ଣ୍ଣତାକୁ ବଳି ପଡ଼େ, ସତ୍ତା ଉଚ୍ଚତମ ଶିଖରରେ ପହଞ୍ଚି ଯେତେବେଳେ ପୂର୍ଣ୍ଣ ଆଲୋକ ଆନନ୍ଦ ଶାନ୍ତି ଓ ଶୁଦ୍ଧତାରେ ମଣ୍ଡିତ ହୁଏ, ସେତେବେଳେ ପୂର୍ଣ୍ଣ ଚେତନା ଲାଭ କରି ଭାଗବତ ଚେତନା ସଙ୍ଗେ ଏକ ହୋଇଯାଏ। ଯେତେବେଳେ ସାଇକିକ୍ ବିଙ୍ଗ ସମ୍ପୂର୍ଣ୍ଣ ମ୍ୟାଚିଓର୍ଡ ହେଇଯାଏ, ଏକ ଉଚ୍ଚତର ଅବସ୍ଥାରେ ଆଲୋକ ଆନନ୍ଦ ଶାନ୍ତି ଶୁଦ୍ଧତା ତା ଦ୍ୱାରା ପରିବ୍ୟାପ୍ତ ହୁଏ, ସେତେବେଳେ ସେ ଭାଗବତ ଚେତନା ସଙ୍ଗେ ଏକ ହୋଇଯାଏ। ସେହି ଚେତନା ଯେତେବେଳେ ତାହାର ଅନବଦ୍ୟ ଅବିମିଶ୍ର ଶୁଭ୍ରତା ଘେନି ପୃଥିବୀ ପକ୍ଷକୁ ଫେରିଆସେ, ସେତେବେଳେ ତାକୁ ଏଠାରେ ବିଦେଶୀ ପରି ବାସ କରିବାକୁ ହୁଏ ଏବଂ ପୃଥିବୀ ସହିତ ତା'ର ପ୍ରକୃତ ସମ୍ପର୍କ ତା ସତ୍ୟର ଆଦାନ ପ୍ରଦାନ ହୋଇପାରେ ନାହିଁ। ଖୁବ୍ ବେଶୀରେ ଗୋଟେ ପରୋକ୍ଷ ପ୍ରଭାବ ଏଠାକାର ମନୁଷ୍ୟ ସମସ୍ତ ବସ୍ତୁ ଉପରେ ପଡ଼ିପାରେ। ଯେମିତି ବିଖ୍ୟାତ କଥା ହେଉଛି, ହନୁମାନ ପ୍ରଶ୍ନ କରିଛନ୍ତି ବିଭୀଷଣକୁ, ତୁମେ ରହିଛ କେମିତି ଏ ଲଙ୍କା ଭିତରେ? ଠିକ୍ ସେଭାବରେ କାରଣ ସବୁଆଡ଼େ ଅଜ୍ଞାନତା ରାଜତ୍ୱ ଭିତରେ ନିଜେ କାର୍ଯ୍ୟ ହେଉଛି ଯେ ଭଗବାନଙ୍କୁ ସ୍ମରଣ କରିବା, ଗୋଟେ ଆଲୋକ ଜାଳିକିରି ରହିବା। ସେହି ପୂର୍ଣ୍ଣ ଓ ଦିବ୍ୟ ପରାଚେତନାକୁ ପ୍ରକୃତରେ ଯଦି କାର୍ଯ୍ୟକାରୀ କରିବାକୁ ହେବ, ଯଦି ମାନବ ପ୍ରକୃତି ଓ ଜଗତ ପ୍ରକୃତିକୁ ତଦ୍ୱାରା ରୂପାନ୍ତରିତ କରିବାକୁ ହେବ, ତାହେଲେ ତାକୁ ଆଗେ ଅନ୍ତତଃ ଆଂଶିକ ଭାବରେ ଏଠାରେ ପ୍ରକୃତିକୁ ମାନି ନେବାକୁ ପଡ଼ିବ। ଅର୍ଥାତ୍ ସେ ଉଚ୍ଚତମ ସତ୍ତା ଏଠାରେ ଅଜ୍ଞାନ ଅପୂର୍ଣ୍ଣତାରେ ଅଂଶଗ୍ରହଣ କରି ଦେଖାଇଦେବ ଯେ ସେହି ଅପୂର୍ଣ୍ଣତାକୁ ସ୍ୱୀକାର କରି ନେଇ ମଧ୍ୟ ତାକୁ ରୂପାନ୍ତର କରାଯାଇପାରେ। ଯଦି ଲୁଗା କାଚିବା ପୂର୍ବରୁ ମଇଳା ଲୁଗାର ଭାରଟା ବହନ କରିବାକୁ ପଡ଼ିବ, ମଇଳା ଲୁଗାର ଭାର ବହନ କରିକିରି ତାପରେ ତାକୁ କାଚିବାକୁ ପଡ଼ିବ, ତାହେଲେ ହିଁ ସଫା ହେବ। ଠିକ୍ ସେହି ଭାବରେ ଏଠି ଅଜ୍ଞାନ ମଧ୍ୟରେ ରହି ଠିକ୍ ଅଜ୍ଞାନ ବ୍ୟକ୍ତି ଭଳିଆ ବ୍ୟବହାର କରିବାକୁ ପଡ଼ିବ, କାର୍ଯ୍ୟ କରିବାକୁ ପଡ଼ିବ ଏବଂ ତା ଫଳରେ ଯେଉଁ ଭାର ନିଜ ଉପରେ ଆସିବ ତାକୁ ପରିବର୍ତ୍ତନ କରିହେବ। ଏ ହେଉଛି କାମ। ଏଇଟା ଭଲ କରି ବୁଝିବା, ଏଇଟା କାମ କି ନାହିଁ। ଆମେ ବାହାରେ ଯେଉଁ କାମ କରୁଛୁ, ଦୌଡ଼ା ଦୌଡ଼ି କରି କାର୍ଯ୍ୟ କରି ସ୍କୁଲ କରି ବିଲ୍ଡିଂ କରି ଲାଇବ୍ରେରୀ କରି ସମ୍ମିଳନୀ କରି, ତା ଭିତରେ କେଉଁ କାମଟା ହେଉଛି? ଏସବୁ କାମର ଅର୍ଥ କ'ଣ? ଆମ ଭିତରେ ଯେଉଁ ସ୍ପନ୍ଦନ ଦେଖାଯାଉଛି, ସେଇ ସ୍ପନ୍ଦନକୁ ମାଆଙ୍କ ପାଖରେ ଅର୍ପଣ କରିବା, ଭଗବାନ ପାଖରେ ଅର୍ପଣ କରିବା, ଯାହାଫଳରେ ଜାଗତିକ ଅନୁଭବ ବା ଜାଗତିକ ଅନୁଭୂତି ସବୁ ମାଆଙ୍କ ଶ୍ରୀଚରଣରେ ଅର୍ପଣ ହେଇଯିବ ଏବଂ ସେଗୁଡ଼ାକ
ଗୋଟେ କ'ଣ ହବ ଇନଷ୍ଟ୍ରୁମେଣ୍ଟ ହେଇଯିବ, ଯନ୍ତ୍ର ହେଇଯିବ ଉଚ୍ଚତର ବସ୍ତୁଟି ପ୍ରକାଶ କରିବା ପାଇଁ। ଏଠି ଆମର ଜୀବନର ଗୋଟେ ଅର୍ଥ ରହିଛି। ସେ ଜୀବନର ଅର୍ଥ ହେଉଛି ଯେ ଆମ ଦୈନନ୍ଦିନ ଜୀବନ ଭିତରେ ୱିଲ୍ ଇନକାର୍ନେଟ୍ ଦି ପ୍ରେଜେନ୍ସ ଅଫ୍ ଦି ମଦର। ଆମେ ମାଆଙ୍କର ଉପସ୍ଥିତିକୁ ପ୍ରକାଶ କରିବୁ। ଏ ହେଉଛି ଆମର ପୁଣ୍ୟତମ କାର୍ଯ୍ୟ, ଯେଉଁ ସକାଶେ ଏବେ ନୁହେଁ ଜନ୍ମ ଜନ୍ମ ଧରି ଆମେ ଏଠିକି ଆସିଛୁ ଏ କାର୍ଯ୍ୟ କରିବା ପାଇଁ। କ'ଣ କାର୍ଯ୍ୟ କ'ଣ? ନା ଭଗବତୀଙ୍କ ସାଙ୍ଗରେ ଭଗବତୀଙ୍କ ସଂକଳ୍ପରେ ଆମେ ଆସିଛୁ ଯେ ଭଗବତୀଙ୍କର ଚେତନା, ଶକ୍ତି, ଆନନ୍ଦ, ଜ୍ଞାନ, ବିଦ୍ୟା ଏବଂ ତାଙ୍କର ଚେତନାର ଉଚ୍ଚତମ ଶିଖର ବା ଉପସ୍ଥିତିକୁ ଏଇ ଜଡ଼ ଜଗତରେ ପ୍ରକାଶ କରିବା ପାଇଁ ନିଜ ନିଜ ଧାରାରେ ଆମେ କାମ କରି ଚାଲିଛୁ। ପ୍ରତ୍ୟେକ ବିଭିନ୍ନ କାର୍ଯ୍ୟ କରୁଛନ୍ତି, ବିଭିନ୍ନ ଫିଲ୍ଡରେ କାମ କରୁଛନ୍ତି। ଯେମିତି ଯୁଦ୍ଧ ଚାଲିଛି, ଯେ ରୋଷେଇ କରୁଛି ସେ ବି ସୈନିକ, ଯେ ଗୁଳି ଚଳୁଛି ସେ ବି ସୈନିକ, ଯେ ଘର ଝାଡ଼ୁ ଦେଉଛି ସେ ବି ସୈନିକ, ଯେ ବାସନ ମାରୁଛି, ଯେ କମ୍ପ୍ୟୁଟର ଚଲାଉଛି ସେ ବି ସୈନିକ। ପ୍ରତ୍ୟେକ ନିଜ ନିଜ ଧାରାରେ କାମ କରୁଛନ୍ତି। ଏ କାମର ଉଦ୍ଦେଶ୍ୟ ହେଉଛି ଗୋଟେ ମାତ୍ର ଲକ୍ଷ୍ୟ ହେଉଛି ବିରୁଦ୍ଧ ଶକ୍ତିର ପରାଜୟ କରିବା ଏବଂ ବିଜୟଶ୍ରୀ ନିଜକୁ ମଣ୍ଡିତ କରିବା, ଭଗବାନଙ୍କୁ ମଣ୍ଡିତ କରିବା। ଭଗବାନଙ୍କ କୃପା ଫଳରେ ପ୍ରତ୍ୟେକ ଫିଲ୍ଡରେ ଯେଉଁମାନେ କାମ କରୁଛନ୍ତି ସେମାନେ ଅଲ୍ ଆର୍ ସୋଲଜର୍ସ। ଠିକ୍ ଏଠି ଆମେ ଯେଉଁମାନେ ଯିଏ ଯେଉଁ ଜାଗାରେ କାମ କରୁଛୁ ନା କାହିଁକି, ଦେ ଆର୍ ଦି ସୋଲଜର୍ସ। ସେମାନେ ହିଁ ସୈନିକ, ସେମାନେ ନିଜ ନିଜ ଧାରାରେ କାମ କରୁଛନ୍ତି। ସୁତରାଂ ଭଗବାନଙ୍କୁ ମଣିଷ ଶରୀର ନେଇକି ଜନ୍ମଗ୍ରହଣ କରିବାକୁ ଅବଶ୍ୟ ପଡ଼ିବ। ଏପରିକି ଜଣେ ମାମୁଲି ମନୁଷ୍ୟ ପରି, ଅର୍ଥାତ୍ ଆବଶ୍ୟକତା ଅନୁସାରେ ମନୁଷ୍ୟର ବାହ୍ୟ ଚେହେରା ସହିତ ତାଙ୍କର ସାଦୃଶ୍ୟ ରହିବ, ଯାହାଫଳରେ ସ୍ୱୟଂ ଭଗବାନ ନିଜେ ମନୁଷ୍ୟର ପ୍ରତି ଅବସ୍ଥାର ଅଂଶଗ୍ରହଣ ଭଗବାନ ନିଜେ ମନୁଷ୍ୟ ପ୍ରତି ଅବସ୍ଥାର ଅଂଶଗ୍ରହଣ କରି ଅଜ୍ଞାନ ଅନ୍ଧକାର ନିମ୍ନ ଚେତନା ସହିତ ସମ୍ପୂର୍ଣ୍ଣ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପନ କରି ତା ମଧ୍ୟରେ ନିଜର ଆଲୋକ ପକାଇ କ୍ରମେ ତାହାକୁ ଆଲୋକିତ ଶୁଦ୍ଧ କରିପାରିବେ। ଏହାଫଳରେ ଦି ପ୍ରେଜେନ୍ସ ୱିଲ୍ ଲିଡ୍ ଦ ହ୍ୟୁମାନ୍ ବିଇଂ। ପ୍ରଥମେ ଆମର ମୂର୍ଖତା, ଆମର ଅଜ୍ଞାନତା, ଆମର ଅହଙ୍କାର ଆମକୁ ପରିଚାଳନା କରୁଛି। ଆମେ କ'ଣ କରିବୁ କ'ଣ ନାହିଁ, ଯିଏ ଠିକ୍ କରୁଛି ସେ ହେଉଛି ଇଗୋ। ସେ ଇଗୋ ଇଜ୍ ଇଜିଲି ଇନଫ୍ଲୁଏନ୍ସ ବାଇ ଡିଜାୟାର ଅର୍ ମେଣ୍ଟାଲ ଥଟ୍ସ। ମନର ଯେଉଁ ସବଜେକ୍ଟିଭ ଥଟ୍ସ ସବୁ ରହିଛି, ମୁଁ ଯାହା ଭାବୁଛି ଠିକ୍, ମୁଁ ଯାହା କରୁଛି ଠିକ୍, ଏ ହିଁ ହେଉଛି ବାଟ, ଏଇ ଧାରାରେ ରହିଛି। ୟାକୁ ଛାଡ଼ିକିରି ଏକ ଉଚ୍ଚତର ସ୍ଥିତିକୁ ନିଜ ଭିତରେ ନେଇ ଆସିବା ଏବଂ ତାକୁ ତା ଦ୍ୱାରା ତାର ଇମେଜରେ ସମଗ୍ର ବ୍ୟକ୍ତିକୁ ପରିବର୍ତ୍ତନ କରିବା, ଏ ହେଉଛି ଏକ ବିଶାଳ କାର୍ଯ୍ୟ। ଯେଉଁ ବିଶାଳ କାର୍ଯ୍ୟର ଉଦ୍ଦେଶ୍ୟ ଲକ୍ଷ୍ୟ ଆମ ଅନ୍ତରାତ୍ମା ଜାଣେ। ସେଇ କାର୍ଯ୍ୟ ଆମେ କରୁଛୁ ଏବଂ ଏହା ଆମକୁ ଇନଷ୍ଟ୍ରୁମେଣ୍ଟ କରିକିରି ଭଗବାନ ଉଚ୍ଚତର ସ୍ଥିତିର ଆଲୋକ, ଶାନ୍ତି, ଆନନ୍ଦ, ଜ୍ଞାନ ୟାକୁ ଅବତରଣ କରି ନେଇ ଆସୁଛନ୍ତି ତଳକୁ। ଆମେ ଯେତେ ଫେଥଫୁଲ୍ ରହିବା ମାଆଙ୍କ ପ୍ରତି, ଯେତେ ବିଶ୍ୱସ୍ତ ରହିବା, ନିଜ ପ୍ରତି ନୁହେଁ, ନିଜର ତଥାକଥିତ ଜ୍ଞାନ ପ୍ରତି ନୁହେଁ, ଅହଙ୍କାର ପ୍ରତି ନୁହେଁ, ମାଆଙ୍କ ପ୍ରତି ଯେତେବେଳେ ଆମେ ବିଶ୍ୱସ୍ତ ରହିବା, ଫେଥଫୁଲ୍ ରହିବା, ସେତେବେଳେ ଏହି ଶକ୍ତି ସହଜରେ ପରିଚାଳିତ ହେଇପାରିବ। ଆହୁରି ମଧ୍ୟ ଯଦି ସେ ପୂର୍ଣ୍ଣ ଚେତନା, ତାର ପୂର୍ଣ୍ଣ ଶକ୍ତି, ପୂର୍ଣ୍ଣ ଜ୍ୟୋତି ଘେନି ସେଠାରେ ଆସି ଉପସ୍ଥିତ ହେବ, ତାହେଲେ ହୁଏତ ସେ ଏକ ଆଶ୍ଚର୍ଯ୍ୟ ଉଲ୍କା ପରି ସମସ୍ତଙ୍କ ଚକ୍ଷୁ ଝଲକାଇ ଦେବ, କିନ୍ତୁ ତାଦ୍ୱାରା କୌଣସି ସ୍ଥାୟୀ ଜିନିଷ ଘଟିପାରିବ ନାହିଁ। ମିରାକିଲରେ ଆଗରୁ ଚେଷ୍ଟା କରାଯାଇଛି, ଚେଷ୍ଟା ପରିବର୍ତ୍ତନ ପାଇଁ ସମ୍ଭବପର ହେଇନି। କାରଣ ଆମେ ଚାହୁଁଛୁ, ଆମେ ଆଶା କରୁଛୁ ମିରାକିଲ୍ ଦ୍ୱାରା ହେଇପାରିବ, ମିରାକିଲ୍ ଦ୍ୱାରା ହେଇପାରିବନି। ଏଇଟା ଗୋଟେ କନଷ୍ଟାଣ୍ଟଲି ଗୋଟେ କାମ ଦରକାର। ହଠାତ୍ ଚେଞ୍ଜ ହେଇଯିବ ସେମିତି ହେବନି, ହଠାତ୍ ଚେଞ୍ଜ ହେବନି, ସମୟ ଲାଗିବ। ମୁଁ ଯେମିତି ମୋର ପ୍ରକୃତିର ସମ୍ମୁଖୀନ ହେଉଛି, ଇଟ୍ ଇଜ୍ ମାଇ ୱାର୍କ। ଆଉ ଜଣେ ତା ପ୍ରକୃତିର ସମ୍ମୁଖୀନ ହେଉଛି, ସେଇଟା ତା କାମ ଏବଂ ସେ ପ୍ରକୃତି ଯାଇକି ଆଉ କେଉଁ ଜାଗାରେ ଲାଗିଛି। ଯେମିତି ରଥ ଟଣା ହେଉଛି ଜଗନ୍ନାଥଙ୍କର, ଦୌଡ଼ଟା ବିଶାଳ, ପ୍ରତ୍ୟେକ ନିଜ ନିଜ ଛୋଟ ଛୋଟ ଅଂଶକୁ ଧରିଛନ୍ତି, ପୁରା ଦୌଡ଼ଟାକୁ କେହି ଧରିନି ଏବଂ ସେମାନେ ତାକୁ ଟାଣୁଛନ୍ତି। ଠିକ୍ ସେଇ ଭାବରେ ଆମେ ପାଖରେ ଆମର ଅଜ୍ଞାନମୟ ଚେତନାର ଯେଉଁ ଅଂଶ ପ୍ରତିଭାସ ହେଉଛି, ଆମକୁ ଜଳଜଳେଇ ଦେଖାହେଉଛି, ଆମେ ସେ ଅଂଶକୁ ଧରୁଛୁ, ତାକୁ ହିଁ ଧରିକି ଆମେ ଟାଣୁଛୁ ନିଜ ଭିତରେ ଅବତରଣ କରି ଆଣିବା ପାଇଁ। ଉଚ୍ଚତର ଆଲୋକ, ଶାନ୍ତି, ଶକ୍ତି ଆହ୍ୱାନ କରୁଛୁ ଆମେ, ବା ତା ପାଖରେ ଆମେ ନିଜକୁ ଦେଇ ଦେଉଛୁ। ଏଇ ଭାବରେ କାର୍ଯ୍ୟ ହେବ। କିନ୍ତୁ ଯଦି ମିରାକିଲ୍ ହେଇକି ହୁଏ, ତାହେଲେ ସେ କାର୍ଯ୍ୟ ସ୍ଥାୟୀ ହେବ ନାହିଁ।
ମାନବ ଜଗତର ଅତୀତ ଇତିହାସରେ ଏହିପରି ବହୁ ଘଟଣା ଘଟିଛି। ଜଣେ ବିଶିଷ୍ଟ ସାଧୁ କହିଲେ, ମୋର ସିମ୍ବଲ କ'ଣ ଜାଣିଛ ନା କ'ଣ? ମିରାକଲ୍। ମୁଁ ସବୁ ମିରାକଲ୍ କରିଦେଇପାରେ। ଏ ମିରାକଲ୍ ଦ୍ୱାରା ସ୍ଥାୟୀ ପରିବର୍ତ୍ତନ ହେଇପାରିବନି ଜମା। ସାଧୁ ଓ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୱାନ ଓ ସିଦ୍ଧ ପୁରୁଷ ନିଜ ନିଜର ଚେତନାରେ ବାସ କରି ମଣିଷ ସମାଜକୁ ନିଜକୁ ପୃଥକ ରଖୁଥିଲେ ଏବଂ ଏପରିକି ସେମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କଠାରୁ ବହୁ ଦୂରରେ ରହୁଥିଲେ। ସେମାନଙ୍କ ଆଦର୍ଶରେ ଏ ପୃଥିବୀ ବିଶେଷ ଲାଭବାନ ହୋଇପାରେନି। ବହୁତ ବ୍ୟକ୍ତି ଅନେକ ବର୍ଷ ତଳେ, ଇଟ୍ ଇଜ୍ ଆବାଉଟ୍ କେବେ ହେବ, ସେ 62 ପୂର୍ବ କଥା କହୁଛି, ଜଣେ ବହୁତ ବିଶିଷ୍ଟ ବ୍ୟକ୍ତିଙ୍କ ଘରକୁ ଯାଇଥିଲି। ସେ ଜଣେ କ'ଣ କରୁଥିଲେ, ଗୋଟେ ଉଦାହରଣ ଦେଲେ ତାଙ୍କର ଗୋଟେ ଗୁରୁଙ୍କ ବିଷୟରେ। ଗୁରୁ କ'ଣ କରୁଛନ୍ତି ନା, ଗୁରୁ ନିଜ ରୁମ୍ରେ ଅଛନ୍ତି, ଗୋଟେ 2 ମାଲା କୋଠା। ଗେଟ୍ ପାଖରେ ଜଣେ ଲୋକ ରହିଛି। ଆଉ ଜଣିକିଆ ଲୋକ ଆସିବାକୁ ଚାହିଁଲା ତାଙ୍କୁ ଦେଖା କରିବା ପାଇଁ, ସେ ତାକୁ ବିଦା କରିଦିଅ ସେଇଠୁ। ମୁଁ ଆଶ୍ଚର୍ଯ୍ୟ ଚାହିଁଲି, ଏମିତି କାହିଁ କହିଲେ? ସେ କହିଲେ ତା କାରଣ ହେଉଛି ସେ ବହୁତ ଖରାପ ଲୋକ, ଭଲ ଲୋକ ନୁହେଁ। ମୁଁ ତ ବୟସରେ ବହୁତ ବଡ଼, ସମାଜରେ ପ୍ରତିଷ୍ଠିତ, ତାଙ୍କୁ କିଛି କହିଲିନି ମୁଁ। ୟାର ଓଲଟାଟା ମୋର ମନେ ପଡ଼ିଲା ରାମକୃଷ୍ଣ ପରମହଂସଙ୍କ ଜୀବନରେ। ସେ ଜୀବନରେ କ'ଣ ହେଇଛି, ଜଣେ ତାଙ୍କର ଭକ୍ତ କହିଲେ, ସେ ହେଉଛନ୍ତି ଯେ ନାଟ୍ୟକାର ଗିରୀଶ ଘୋଷ। ସେ କହିଲେ ଏମିତି ଗୋଟେ ପାପ ଅଜାଡ଼ିବା ପାଇଁ ଏତେ ବଡ଼ ନର୍ଦ୍ଦମାଟେ ଯଦି ମୁଁ ଆଗରୁ ଜାଣିଥାନ୍ତି, ଆଉ କିଛି ପାପ କରି ପକାଇଥାନ୍ତି। ଇଏ କହିଲେ, ଯେତେବେଳେ ତାଙ୍କ ସମାଲୋଚନା ହେଲା ରାମକୃଷ୍ଣ ପରମହଂସଙ୍କ ପାଖକୁ ସବୁ ଖରାପ ଲୋକ ଆସୁଛନ୍ତି ବୋଲି, ପରମହଂସ ନିଜେ କହିଲେ, ଆଉ ଯିବେ କୁଆଡ଼େ ସେମାନେ? ଆଉ କୁଆଡ଼େ ଯିବେ ସେମାନେ? ଏଇ ଚିନ୍ତାଧାରା ପୁରା ଅଲଗା। ମା ଗୋଟେ କହିଛନ୍ତି ବୋଧେ 10th ଭଲ୍ୟୁମ୍ରେ, ଯେ ତୁମେ କିଛି ଭାବନି ନିଜକୁ ସବୁବେଳେ ଶୁଦ୍ଧ ଲୋକଙ୍କ ଭିତରେ ରଖିବ ବୋଲି। ଅନ୍ୟମାନଙ୍କ ସାଙ୍ଗରେ ରୁହ, ସମସ୍ତଙ୍କ ସାଙ୍ଗରେ ଚଳ। ତାଙ୍କର ଦ୍ୱାରା ସେମାନେ ଯେଉଁ ରାଡ଼ିଏଟ୍ କରୁଛନ୍ତି ଏନର୍ଜି, ତାକୁ ଧର, ତାକୁ ଚେଞ୍ଜ କରିବାକୁ ଚେଷ୍ଟା କର। ଇଏ ଗୋଟେ ଟାସ୍କ ଯେ ଆମେ ନିଜକୁ, ଅବଶ୍ୟ ଜଣେ ଲୋକ ଯେ ବାଲ୍ଟିରେ ପାଣି ଉଠଉଛି, ବାଲ୍ଟି ଯଦି ତାଠୁ ବଡ଼ ହେବ କ'ଣ ହେବ? ଭାରି ହେବ, ସେ ଲୋକ ଟାଣି ହେଇକି କୂଅ ଭିତରେ ପଡ଼ିବ। ଠିକ୍ ସେଇ ଭାବରେ ଆମେ ନିଜ ଗୋଡ଼ ଠିକ୍ କରିବା। ନିଜ ଗୋଡ଼ ଠିକ୍ କରିବାର ଉପାୟ ହେଉଛି ବ୍ୟକ୍ତିଗତ ଭାବରେ କମିଟେଡ୍ ଟୁ ଦ ମଦର। ଆମେ ବ୍ୟକ୍ତିଗତ ଭାବରେ ମା'ଙ୍କ ଶରଣ ନେବୁ, ମା'ଙ୍କର ନିଜର ହେଇକି ରହିବୁ, ତାହେଲେ ହିଁ ଆମେ ଠିଆ ହେଇପାରିବୁ। ସବୁବେଳେ ଗୋଟେ ବିଷୟ କୁହାବାକୁ ପଡ଼ିଛି, ମା ଇଣ୍ଡିଭିଜୁଆଲ ଇଜ୍ ମଚ୍, ମାନେ ଇଜ୍ ଦ କି ପଏଣ୍ଟ। ଇଣ୍ଡିଭିଜୁଆଲ ଇଜ୍ ଦ କି ପଏଣ୍ଟ। ମୁଁ ନିଜକୁ ଚେଞ୍ଜ କରିବିନି ଆଉ ଆଶା କରିବି ସବୁ ଚେଞ୍ଜ ହେଇଯିବ। କେମିତି ସବୁ ଚେଞ୍ଜ ହେଇଯିବ? କେଉଁ ବାଟେ ଚେଞ୍ଜ ହେବ ସବୁ? ମୁଁ ନିଜକୁ ଆଗ ଚେଞ୍ଜ କରିବି। ମୁଁ ଯେଉଁ ଗୁଣ ସକାଶେ ଜଣକୁ କ୍ରିଟିସାଇଜ୍ କରୁଛି, ସେଇ ଗୁଣ ମୋ ଭିତରେ ଅଛି। ମୁଁ ତାକୁ ଖୋଜିବି, ପାଇବି ଏବଂ ତାକୁ ଏଲିମିନେଟ୍ କରିବାକୁ ଚେଷ୍ଟା କରିବି ମୋ କ୍ୟାରେକ୍ଟରରୁ, ବା ତାକୁ ଚେଞ୍ଜ କରିବାକୁ ଚେଷ୍ଟା କରିବି। ତାହେଲେ ଫଳ କ'ଣ ହେବ? ମୋ କାର୍ଯ୍ୟଟା ମୁଁ କଲି ଏବଂ ଅନ୍ୟମାନଙ୍କ ଉପରେ ତା'ର ବହୁତ ପ୍ରଭାବ ପଡ଼ିବ। ବକ୍ତୃତାରେ ପ୍ରଭାବ ପଡ଼େନି, ବଡ଼ ବଡ଼ କଥାରେ ପ୍ରଭାବ ପଡ଼େନି। ପ୍ରଭାବ ପଡ଼େ ଯେତେବେଳେ ବ୍ୟକ୍ତି ନିଜେ ନିଜ ଭିତରେ ସେ ସମସ୍ୟାକୁ ସମାଧାନ କରିପାରେ। କହୁଛନ୍ତି ଯେ ବହୁ ବ୍ୟକ୍ତି ବିଦ୍ୱାନ, ସାଧୁ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୱାନ ଓ ସିଦ୍ଧ ପୁରୁଷ ନିଜ ନିଜ ଚେତନାରେ ବାସ କରି ମଣିଷ ସମାଜକୁ ନିଜକୁ ପୃଥକ ରଖୁଥିଲେ ଏବଂ ଏପରିକି ସେମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କଠାରୁ ବହୁ ଦୂରରେ ରହୁଥିଲେ। ସେମାନଙ୍କର ଆଦର୍ଶରେ ଏହି ପୃଥିବୀ ବିଶେଷ ପରିବର୍ତ୍ତନ ହୋଇପାରେ ନାହିଁ। ଏଇଟା ବାରମ୍ବାର ବହିର 6ଠ ଅଧ୍ୟାୟରେ ଲେଖା ହେଇଛି। ମା କୃପା କରିକିରି କରୁଣାବଶତଃ ଏଇ ଅଜ୍ଞାନତାର ମୃତ୍ୟୁର ମୁଖାକୁ ପିଞ୍ଚିଛନ୍ତି ଏବଂ ତା ଫଳରେ ପିଲାଙ୍କ ସାଙ୍ଗରେ ଏକ ହେଇଛନ୍ତି। କୃପା କରିକି ଅବତରଣ କରି ଆସିଛନ୍ତି। ବର୍ଣ୍ଣନା କରିଛନ୍ତି ମୃତ୍ୟୁ ମଧ୍ୟରେ ଆସିଛନ୍ତି, ମୃତ୍ୟୁକୁ ଜୀବନରେ ପରିଣତ କରି, ଅନ୍ଧକାର ଭିତରେ ଆସିଛନ୍ତି, ଅନ୍ଧକାରକୁ ଆଲୋକେ ପରିଣତ କରି, ଏମିତି ଆମ ସାଙ୍ଗରେ ସମ୍ପୂର୍ଣ୍ଣ ଏକ ହେଇଛନ୍ତି। ଯାହା ଫଳରେ ଗୋଟେ ଚାନ୍ସ ଆସିଲା ଆମକୁ ଚେଞ୍ଜ ହେବା ପାଇଁ। ତା ନହେଲେ ଆମେ ଯେଉଁ ରକମ ଷ୍ଟ୍ରଗଲ୍ ଦେଇକି ଯାଉଛୁ, ଆମେ ଭାବନ୍ତୁ କେହି ଆମ ସାହସ ଭରସା ନାହିଁ। ବହୁ ସାଧୁ ସନ୍ନ୍ୟାସୀ ଅଛନ୍ତି ଯେଉଁମାନେ ନିଜକୁ ଅଲଗା କରି ରଖିଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ମଣିଷ ସମାଜ କିଛି ଉପକୃତ ହୋଇନି। ଏଠି ଯେତେବେଳେ ମହାଶିବଙ୍କ ସାଙ୍ଗେ ଦେଖା ହେଲା, ଗୋଟେ ପ୍ରଶ୍ନ ଉଠିଲା
से प्रश्न होची ସେମାନେ ଏକୁଟିଆ ରୂପାନ୍ତର ସାଧନା କରି ପରେ ପୃଥ୍ୱୀ ପୃଷ୍ଠକୁ ଆସିବେ ନା ଆଗ ପୃଥ୍ୱୀ ପୃଷ୍ଠ ସମସ୍ତଙ୍କୁ ନେଇକିରି କରିବେ। ମା କହିଲେ ସ୍ୱାଭାବିକ ରୂପେ ଠିକ୍ ହେଇଗଲା ଆମେ ସମସ୍ତଙ୍କ ସାଙ୍ଗେ ମିଶିକିରି କାମ କରିବୁ ବୋଲି। ଏହି କାରଣରୁ ଶ୍ରୀମା ସ୍ୱରଚିତ ଧ୍ୟାନ ଓ ପ୍ରାର୍ଥନା ପୁସ୍ତକରେ ଲେଖିଛନ୍ତି ଯେ ସମସ୍ତ କାମନା ଓ ବାସନାର ବହୁ ଉପରକୁ ଉଠି ଯାଇଥିଲେ ମଧ୍ୟ ତାଙ୍କୁ ଏହିସବୁ ବାସନା କାମନା ମଧ୍ୟରେ ବାସ କରିବାକୁ ପଡ଼ିଥିଲା। ତାଙ୍କର ନିଜର କୌଣସି ଇଚ୍ଛା ବା ଆସକ୍ତି ନଥିଲା, ତଥାପି କିଛି ମଧ୍ୟ ଆବଶ୍ୟକ ନଥିଲା। ତଥାପି ସାଧାରଣ ଜୀବନର ସମସ୍ତ ସର୍ତ୍ତକୁ ବରଣ କରିବାକୁ ହେଲା। ସାଧାରଣ ମନୁଷ୍ୟ ସେମାନଙ୍କର ଜୀବନ ସହିତ ସମ୍ପର୍କ ରକ୍ଷା କରିବାକୁ ହେଲା। ପାର୍ଥିବ ଜଗତର ଅତି ତୁଚ୍ଛ ନଗଣ୍ୟ ଜିନିଷଗୁଡ଼ିକୁ ନେଇ ତା ସହିତ ବ୍ୟବହାର କରିବାକୁ ପଡ଼ିଲା। ପ୍ରତ୍ୟେକଟା ୟୁ ବିକମ୍ ଜଷ୍ଟ ଲାଇକ୍ ଏନି ଅଦର ହ୍ୟୁମାନ୍ ବିଂ। ତା ଫଳରେ ତାଙ୍କୁ ଧରିକିରି ଉଠି ହେବ। He who will bring the heavens here must himself descend into clay and burden of the earth and nature bear and tread the dolorous way. ଯିଏ ପୃଥିବୀର ବାହାର ଗ୍ରହଣ କରିବ ସେ ଠିକ୍ ମଣିଷ ଭଳିଆ ହେବ, ମଣିଷ ଭିତରେ ଚାଲି ଆସିବ, ତାଙ୍କ ସାଙ୍ଗରେ ମିଶିବ, ସବୁ କରିବ, ସିମ୍ପାଥାଇଜ୍ ହେବ। ଟଲରେଟ୍ କରିବାଟା ଇଜ୍ ଏ ଡିଫରେଣ୍ଟ ୱାର୍ଡ, ନଟ୍ ଟଲରେଟ୍ ନୁହେଁ, ସିମ୍ପାଥାଇଜ୍ ୟୁନିଟି ସ୍ଥାପନ କରିବ ଏବଂ ତା ଭିତରେ ନିଜକୁ ଉଠିବାକୁ ପଡ଼ିବ। ତାଙ୍କର ଗୋଟିଏ ଅଂଶରେ ତାଙ୍କୁ ଅଜ୍ଞତା ଅବିଦ୍ୟା ସହ ନିଜକୁ ମିଶାଇ ଦେବାକୁ ହେଲା ଓ ତାହା ସହିତ ଏପରି ଭାବରେ ଏକାତ୍ମ ହେବାକୁ ପଡ଼ିଥିଲା ଯେ ଚେତନା ଓ ନିଶ୍ଚେତନା ମଧ୍ୟରେ କିଛି କାଳ ପାଇଁ ତାଙ୍କର କୌଣସି ଭେଦଭାବ ରହିଲା ନାହିଁ। ମା ନିଜକୁ ଆସିଲେ ସମ୍ପୂର୍ଣ୍ଣ ଭାବରେ ଆମ ସାଙ୍ଗେ ଏକ କରିଦେଲେ, ଏକଦମ ଏକ କରିଦେଲେ। ଅବଶ୍ୟ ତାଙ୍କୁ ପଚରାଗଲା ଆପଣ କେମିତି ଲାଗୁଛି, ଏଠି କେମିତି ଲାଗୁଛି? ନା ଅନ୍ଧାରରେ ଚାବି ଖୋଜିଲା ଭଳିଆ ଲାଗୁଛି, ଅନ୍ଧକାର ଘର ଭିତରେ। ଅବଶ୍ୟ ଆଭ୍ୟନ୍ତରୀଣ ସତ୍ତାଟି ଶାନ୍ତ ଅବିଚଳ ଜ୍ୟୋତିର୍ମୟ ହୋଇ ରହିଲା, କିନ୍ତୁ ବାହ୍ୟ ଦେହର ସାଧାରଣ ପ୍ରକୃତି ଘେନି ତାଙ୍କୁ ସମସ୍ତ ବିଶ୍ୱ ପ୍ରତିକ୍ରିୟା ଗୁଡ଼ିକର ସମ୍ମୁଖୀନ ହେବାକୁ ହେଲା, ଯାହାଫଳରେ ବାହ୍ୟ ଆଧାରଟି ସମୁଚିତ ଶିକ୍ଷା ଲାଭ କରି ଅନ୍ତରତମ ଦିବ୍ୟସତ୍ତାକୁ କ୍ରମଶଃ ପରିସ୍ଫୁଟ କରି ତୋଳିବା ନିମନ୍ତେ ଉପଯୋଗ ହେଉଥିଲା। ଏହା ଫଳରେ କ'ଣ ହେଲା, ବାହ୍ୟ ଜୀବନରେ ସେ ଅନ୍ତର୍ଚେତନାକୁ ଅନ୍ତର୍ଜୀବନକୁ ପ୍ରକାଶ କରିବାକୁ ସକ୍ଷମ ହେଲେ, ଆମ ସାଙ୍ଗେ ଏକ ହେଇକି ଆମକୁ ଶିଖାଇବାକୁ ଆରମ୍ଭ କଲେ। ଯିଏ ଲୋକ କ'ଣ କରୁଛି ନା ଆମକୁ ହାତ ଧରିକିରି ବୋଲି ଲେଖୁଛି, ଆମକୁ ବୋଲି ଲେଖୁଛି। କିଏ ଲେଖୁଛି? ଆମେ ଦେଖୁଛୁ ବାହାରେ ଲେଖା ହେଉଛି ଯେ ମୁଁ ପେନସିଲଟା ଧରିଛି, କିନ୍ତୁ ଜଣେ ଧରିକି ବୋଲି ଲେଖୁଛି। ସେ ଯେଉଁ ବୋଲି ଲେଖୁଛି ତା ମାନେ ନୁହେଁ ଯେ ସେ ବୋଲି ସେତିକି ଜାଣିଛି, ବହୁ ଜିନିଷ ଜାଣିଛି। ଆମର ଦରକାର ବୋଲି ଟି ଲେଖା ହେଉଛି। ମା ଭଗବତୀ ସ୍ୱୟଂ ଭଗବତୀ ଆସିଛନ୍ତି ଅବତରଣ କରିକିରି ଏବଂ ଆମକୁ ଶିଖଉଛନ୍ତି ଛୋଟ ଛୋଟ ଜିନିଷ। ଆମର ଦୋଷ ଦୁର୍ବଳତାକୁ ଆମ ଆଗରେ ରଖୁଛନ୍ତି ଏବଂ ଆମକୁ ଶିଖଉଛନ୍ତି ୟାକୁ କେମିତି ଅତିକ୍ରମ କରିବାକୁ ପଡ଼େ। ଦେବତାମାନଙ୍କ ମଧ୍ୟରେ କୌଣସି ଅପୂର୍ଣ୍ଣତା ନାହିଁ। କୁହାଯାଇଛି ଯେ ସେମାନଙ୍କୁ ଏହି ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରି ମନୁଷ୍ୟର ସାଧାରଣ ସୀମାକୁ ଗ୍ରହଣ କରିବାକୁ ହେବ, ଅର୍ଥାତ୍ ମନୁଷ୍ୟମାନଙ୍କର ସମସ୍ତ ଅପୂର୍ଣ୍ଣତାକୁ ବରଣ କରିବାକୁ ହେବ। ନଚେତ୍ ନିଜ ସ୍ତର ଠାରୁ ଚେତନାର ଆହୁରି ଉଚ୍ଚତର ସ୍ତରକୁ ସେମାନେ ଉଠିପାରିବେ ନାହିଁ। ଏଠି ଦରକାର ପଡ଼ିଲେ କ'ଣ ହେଉଛି ନା ସେମାନେ ହେଉଛନ୍ତି ଟାଇପାଲ୍ ବିଙ୍ଗ। ସେମାନେ ଆପଏଣ୍ଟମେଣ୍ଟ ଯେଉଁ ପୋଷ୍ଟରେ, ରିଟାୟାରମେଣ୍ଟ ସେଇ ପୋଷ୍ଟରେ, ତାଙ୍କର ପ୍ରମୋସନ୍ ନାହିଁ ଦେବତାମାନଙ୍କର। କିନ୍ତୁ ସେମାନେ ମଣିଷଠୁ ବହୁ ଗୁଣରେ ଶକ୍ତିଶାଳୀ, କିନ୍ତୁ ତାଙ୍କର ଉପର ଅବସ୍ଥାକୁ ଯିବା ନାହିଁ। ଯଦି ଯିବେ ସେମାନେ ମଣିଷ ଶରୀର ଧରି ଏଠି ତପସ୍ୟା କରିବେ ପୃଥିବୀରେ ତପସ୍ୟା କରିକିରି ତାପରେ ସେମାନେ ଉପର ସ୍ତରକୁ ଯିବେ। ଯଦିଓ ପୃଥିବୀକୁ କୁହାଯାଇଛି ଅଜ୍ଞାନ ଅବିଦ୍ୟାର ଭୂମି ବୋଲି, କିନ୍ତୁ ଏଠି ସେମାନେ ତପସ୍ୟା, କାରଣ ପୃଥିବୀ ହେଉଛି ବିବର୍ତ୍ତନକାରୀ ବସ୍ତୁର ଭିତ୍ତିଭୂମି, ଏଠି ହିଁ ବିବର୍ତ୍ତନ ସମ୍ଭବପର। ତେଣୁ ସେମାନଙ୍କୁ ଏଥିରେ ଜନ୍ମଗ୍ରହଣ କରିବାକୁ ପଡ଼ିବ। ଆଚ୍ଛା, କାରଣ ଦେବତାମାନେ ସେମାନଙ୍କର ନିଜ ସୀମା ମଧ୍ୟରେ ଓ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ସର୍ବାଙ୍ଗୀନ ପରିପୂର୍ଣ୍ଣ, ସେଇ ହେତୁ ସେମାନେ ଗୋଟେ ଅପରିବର୍ତ୍ତିତ ପରିପୂର୍ଣ୍ଣ ଅବସ୍ଥାରେ ରହିଯାଆନ୍ତି। ଯେ ଦେବତାମାନେ ଉପରକୁ ଉଠି ପାରନ୍ତିନି, ସାଧାରଣ ଅବସ୍ଥାରେ ରହିଯାଆନ୍ତି। କାହିଁକି ନା ସେମାନଙ୍କର ଆଉ ଅଗ୍ରଗତି ନାହିଁ। କିନ୍ତୁ ମାନବାତ୍ମା ହିଁ ଅନନ୍ତ ଆସ୍ପୃହାମୟ, ସେ ଆସ୍ପୃହାର କୌଣସି ସମାପ୍ତି ନାହିଁ। ତାର ଏହି ଅପୂର୍ଣ୍ଣତା ହେଲା ପୂର୍ଣ୍ଣଠାରୁ ଆହୁରି ପୂର୍ଣ୍ଣତର ସମ୍ଭାବନା ଗୁଡ଼ିକୁ ଉଠିବାରେ ମୂଳ ଲକ୍ଷଣ। ଯେ ମନୁଷ୍ୟ ପ୍ରକୃତି ମଧ୍ୟରେ ଯେଉଁ ତରଳ ଅନିର୍ଦ୍ଦିଷ୍ଟତା ଲେଖାଯାଏ, ତା ପଛରେ ଅନନ୍ତ ପରିଣତିର ସୁଯୋଗ ରହିଛି। ଏଠି ଗୋଟେ ବହୁତ ବଡ଼ ସୁଯୋଗ ରହିଲା, ତାହା ହେଲା ଯେ ପ୍ରତ୍ୟେକ ବ୍ୟକ୍ତି ଉପରକୁ ଉଠିପାରିବ। ସେ ଜାଣିଛନ୍ତି
ଏଠି ମଣିଷ ଭଗବାନ ଆସିଲେ ଠିକ୍ ମଣିଷ ଭଳିଆ ବ୍ୟବହାର କରିବେ। ଏମିତି ମଣିଷ ଭଳିଆ ବ୍ୟବହାର କରିବେ ଯେ ସମସ୍ତେ ବର୍ଷା ହରଣ ଜାଣିଛନ୍ତି। ବର୍ଷା ହରଣ ଯେମିତି ବ୍ରହ୍ମା ଆସିଲେ ଆଁ ହଁ ବ୍ରହ୍ମା ଆସିଲେ ଆସିକି କହିଲେ ସେ କେମିତି ଭଗବାନ ମଣିଷ ଶରୀର ଧରିଛନ୍ତି ମୁଁ ଟିକେ ଦେଖିବି। ଆସିକି ଦେଖିଲେ ଯେ ଲୁଚକାଳି ଖେଳ ଚାଲିଛି। ଲୁଚକାଳି ଖେଳରେ କୃଷ୍ଣ କଣ କରିଛନ୍ତି ନା ଆଖି ଖୋଜୁଛନ୍ତି ସାଙ୍ଗମାନଙ୍କୁ ଲୁଚିଛନ୍ତି ପାଉନାହାନ୍ତି। ବ୍ରହ୍ମା କହିଲେ ମୁଁ ଦେଖିପାରୁଛି ଭଗବାନ ଏଇ ଦେଖିପାରୁନାହାନ୍ତି। ଏହା କହିକି ସବୁ ବର୍ଷାମାନଙ୍କୁ ସାଙ୍ଗେ ନେଇକି ଚାଲିଗଲେ। ସେ ବିଶାଳ ଗପ ସମସ୍ତେ ବାରମ୍ବାର ଆଣିଛନ୍ତି। କୃଷ୍ଣ ଦେଖିଲେ ଯେ କେହି କାହାକୁ ପାଉନାହାନ୍ତି ଜାଣିପାରିଲେ ବ୍ରହ୍ମା ଏମିତି କରିଛନ୍ତି। ନିଜ ଭିତରେ ସମସ୍ତଙ୍କୁ ସୃଷ୍ଟି କଲେ ଗୋପାଳ ବାଳକ ଆଉ ଗାଈ ଗୋରୁ ସମସ୍ତଙ୍କୁ। ପୁଣି ଖେଳ ଚାଲିଲା। ତାପରଦିନ ସକାଳୁ ବଳରାମ ପଚାରିଲେ କହିଲେ ଇଏ କ'ଣ ସବୁ ତୋ ଭଳିଆ ଦେଖାହେଉଛି। ସେଠୁ କହିଲେ ଆଜ୍ଞା ଏମିତି ବ୍ରହ୍ମା ଏମିତି ହଇରାଣ କଲା ମୋତେ। ବଳରାମ କୁଣ୍ଢେଇ ପକେଇଲେ କୃଷ୍ଣଙ୍କୁ। ଗୋଟେ ବର୍ଷ ସେମାନେ ଖେଳିଲେ। ଘରକୁ ଯେତେବେଳେ ଫେରିଲେ ଆକ୍ଚୁଆଲି କୃଷ୍ଣ ବିଭିନ୍ନ ରୂପ ହେଇକି ଯାଇଛନ୍ତି ତାଙ୍କ ସାଙ୍ଗରେ। ଗୋପ ବାଳକ ଗୋପୀମାନେ ତାଙ୍କର ସ୍ୱାମୀମାନେ କ'ଣ ଦେଖିଲେ କୃଷ୍ଣଙ୍କୁ ସେମାନେ ରିସିଭ୍ କରୁଛନ୍ତି ଆକ୍ଚୁଆଲି। ଯଦିଓ ଦେଖା ହେଉଛନ୍ତି ବଳଦ ଭଳିଆ ଗାଈ ଭଳିଆ କୃଷ୍ଣଙ୍କୁ ହିଁ ରିସିଭ୍ କରିଛନ୍ତି। ଗୋଟେ ବର୍ଷ ପରେ ବ୍ରହ୍ମା ଦେଖିଲେ ଯେ ଠିକ୍ ସେଇ ଖେଳ ଚାଲିଛି। କମଣ୍ଡଳ ଭିତରେ ଦେଖିଲେ ଯେ ଗାଈମାନେ ଅଛନ୍ତି, ବାହାରେ ଦେଖିଲେ ଗାଈମାନେ ଅଛନ୍ତି। କୃଷ୍ଣ କ୍ଷମା ମାଗିଲେ, କୃଷ୍ଣ ଏକ୍ସକ୍ୟୁଜ୍ କଲେ। କେତେ କଥା ସବୁ ଘଟିଛି। ଛୋଟ ଛୋଟ ପାୱାର୍ସ ମାନଙ୍କୁ ଆମେ କେବେ ବି ମୁହଁ ଫେରାଇବାନି। ଛୋଟ ଛୋଟ ପାୱାର୍ସ ଅଲଗା ରକମ। ଇନ୍ଦ୍ର କେତେ ଦିନ ବୃଷ୍ଟି କଲା? 7 ଦିନ। ଶପଥ ଦିନ ବୃଷ୍ଟି କଲା। ଇନ୍ଦ୍ର କୃଷ୍ଣକୁ ଶିଖେଇ ଦେଲେ। କହିଲେ ଯେ ଆମକୁ ଗୋବର୍ଦ୍ଧନଗିରି ଖାଇବାକୁ ଦେଉଛି ତାକୁ ପୂଜା ନ କରି ଇନ୍ଦ୍ରଙ୍କୁ କାହିଁ ପୂଜା କରିବା। ଇନ୍ଦ୍ର ରାଗିଗଲେ। 7 ଦିନ ଧରିକି ବୃଷ୍ଟି କଲେ। ଲାଇଟନିଂ ହେଲା କେତେ କ'ଣ ହେଲା। ତାପରେ ତାର କଥା ପାଣିପାଗ ଡିପାର୍ଟମେଣ୍ଟ ଦେଇପାରିଲାନି। ସେଥିରୁ କୃଷ୍ଣ କ'ଣ କଲେ ଗୋବର୍ଦ୍ଧନଗିରି ସମସ୍ତେ କହିଲେ ଏ କୃଷ୍ଣ କହ୍ନେୟା କଥାରେ ପଡ଼ିକିରି ଆମେ ଏତେ ହଇରାଣ ହେଲୁ। କୃଷ୍ଣ ଉଠେଇଲେ ଗୋବର୍ଦ୍ଧନଗିରିକି। ସମସ୍ତେ ଆସିକି ତା ପଛରେ ରହିଲେ। 7 ଦିନ ପରେ ଏକ୍ସଜଷ୍ଟେଡ୍ ହେଇଗଲା ଇନ୍ଦ୍ର। କ୍ଷମା ମାଗିଲା ପୁଣି ଆସିକିରି। ଏଇ ଭାବରେ ଭଗବାନ ଯେତେବେଳେ ଆସନ୍ତି ସେ ବହୁତ ଅଲଗା। ଠିକ୍ ମଣିଷ ଭଳିଆ ବ୍ୟବହାର କରନ୍ତି, ସବୁ କରନ୍ତି। କିନ୍ତୁ ବହୁତ ଅଲଗା ଥାଆନ୍ତି ଭଗବାନ। ଆମେ ବୁଝିପାରୁନୁ ଆକ୍ଚୁଆଲି ଯେଉଁ ସୁଯୋଗର ଆମେ ସମ୍ମୁଖୀନ ହେଇଛୁ ବା ସୁଯୋଗ ଆମକୁ ଦିଆହେଇଛି। ସେ ବହୁତ ବଡ଼ ସୁଯୋଗ ହେଉଛି ମା ଏଠି କାମ କରିବାକୁ ସୁଯୋଗ ଦେଇଛନ୍ତି। ଜମା ଆମେ ବୁଝିପାରୁନେ। ଆମେ ଏ କାମକୁ ଯେକୌଣସି କାମ ସାଙ୍ଗେ ତୁଳନା କରିଦେଉଛୁ ମନେ ମନେ, ନ କହିଲେ ମଧ୍ୟ ମୁହଁରେ। ରୋଷେଇ ଜଣେ କରୁଛି ମାନେ ଯେକୌଣସି ରୋଷେଇ କଲା ଭଳିଆ ରୋଷେଇ କରୁଛି। କିନ୍ତୁ ୟା ଭିତର ଦେଇକିରି ଗୋଟେ କାର୍ଯ୍ୟ ହେଉଛି କଥା ସେତେବେଳେ ବୁଝି ହେବ ଯେତେବେଳେ ବାହାରର ଭିତରର ପାଚିରି ଭାଙ୍ଗିବାକୁ ଆରମ୍ଭ କରିବ। ଭିତର ବାହାର ପାଚିରି ନ ଭାଙ୍ଗିବା ଯାଏ ବୁଝି ହେବନି ଭାଗବତୀଙ୍କ କୃପା କ'ଣ, କରୁଣା କ'ଣ। କେମିତି ଭାବରେ ଆମ ଅଜାଣତରେ ଆମେ ଏଠି କାର୍ଯ୍ୟରେ ଅଂଶଗ୍ରହଣ କରିଛୁ। ପୃଥିବୀରେ କେତେ କୋଟି ଲୋକ ଅଛନ୍ତି। କେତେଜଣ ଲୋକ ମାଙ୍କ ଆଡ଼କୁ ମୁହଁ ଟର୍ନ କରିଛନ୍ତି, ଜାଣିଛନ୍ତି, ବୁଝିଛନ୍ତି ଯେ ଏଇଟା ଗୋଟେ ସ୍ପେଶାଲ କାମ ବୋଲି। ଆମକୁ ଆମ ଅଜାଣତରେ ଜଣେଇ ଦିଆଯାଇଛି। ନଟ୍ ଦ୍ୟାଟ୍ ୱି ଆର୍ ଭେରି ସ୍ପେଶିଆଲ, ଏମିତି ନୁହେଁ। ମା କିନ୍ତୁ ଟିକେ ଅଲଗା ରକମ କହିଛନ୍ତି ତମେ ସବୁ ଭୁଲି ଯାଇଛ। ମୋର ପୁରା ମନେ ଅଛି ତମେ ଗୋଟିଏ ସମୟରେ ସଂକଳ୍ପ କରିଥିଲ ଏ କାମରେ ଅଂଶଗ୍ରହଣ କରିବା ପାଇଁ, ସେଥିପାଇଁ ଏଠି ଜନ୍ମ ହେଇପାରିଛ। କହିଲେ ମୋର ପୁରା ମନେ ଅଛି, ତମେ ସବୁ ଭୁଲି ଯାଇଛ। ଆମେ ତାଙ୍କରି କୃପା, ତାଙ୍କ କରୁଣାରୁ ଆମ ହୃଦୟର ଯଦି କିଛି ଆସ୍ଫୁରା ଥାଏ ତାକୁ ସେ ଗ୍ରାଣ୍ଟ କରିଛନ୍ତି। ଏଠି କାର୍ଯ୍ୟ କରିବାର ଆମେ ସୁଯୋଗ ପାଇଛୁ। ଏ କଥା ଯେତେବେଳେ ଦେହ ତ୍ୟାଗ କରିବାକୁ ବସିବି ସେତେବେଳେ ହୁଏତ କିଛି ବୁଝି ହେବ। ସେ ଜୀବନ ଶେଷ ବେଳକୁ ପୂର୍ବରୁ ଗାଲୁଗପ ଭଳିଆ ଲାଗୁଛି ଏସବୁ। କିନ୍ତୁ କେତେ ଏହା ଭିତରେ ସତ୍ୟତା ରହିଛି କାମରେ ଅଂଶଗ୍ରହଣ କରିବା, ଆଉ କେତେ ବଡ଼ ସୁଯୋଗ ପ୍ରାପ୍ତ ହେଇଛୁ ତାହା କେବଳ ଭଗବତୀଙ୍କ କୃପାରୁ ସମ୍ଭବପର ହେଇପାରିଛି।